ଦୈନନ୍ଦିନ ଜୀବନରେ ସେବା ଓ ସମର୍ପଣ ଭାବ ନେଇ ସେ ଆଗେଇ ଆସିଥାନ୍ତି ଏବଂ ପ୍ରତ୍ୟେକଟି ରୋଗୀ ମାନଙ୍କୁ ନିଜ ପରିବାର ପରି ସେ ଦେଖିଥାନ୍ତି। ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଏହି ପରିପ୍ରେକ୍ଷୀରେ ଆଲୋଚନା କରିବା ମୋ ସହ ରହିଛନ୍ତି ଡାକ୍ତର ସମ୍ରାଟ କର। ନିହାତି ଭାବରେ ସାର୍ ପ୍ରଥମେ ଆପଣଙ୍କୁ ସ୍ୱାଗତ କରୁଛି ଆଉ ଶୁଭେଚ୍ଛା ମଧ୍ୟ ଜଣେଇବି ଜାତୀୟ ଡାକ୍ତର ଦିବସର। ଆପଣଙ୍କ ମତରେ ଆଜି ଦିନଟି କେମିତି ଆପଣମାନଙ୍କ ପାଇଁ ଆଉ କିପରି ଭାବରେ ଦେଖୁଛନ୍ତି ଦିନକୁ ଆଉ କେମିତି ଜଣେ ଚାପଗ୍ରସ୍ତ ରହିଥାଏ ଆଜିର ଦିନରେ? ପ୍ରଥମେ ମୋର ଯୋଉ କଲିଗ ଡାକ୍ତର ମାନଙ୍କୁ କହିବି ହାପି ଡକ୍ଟର୍ସ ଡେ। ଆଉ ଏଇ ବର୍ଷର ଥିମ୍ ହଉଛି ବିହାଇଣ୍ଡ ଦ ମାସ୍କ ହୁ ହିଲ୍ସ ଦ ହିଲର। ମାନେ ଯୋଉ ମୁଖା ବା ମାସ୍କ ଟା ଡାକ୍ତର ମାନେ ପିନ୍ଧନ୍ତି ତାକୁ ବି ସେ ବି ଜଣେ ମଣିଷ, ଡାକ୍ତର ବି ମଣିଷ। ତାଙ୍କର ଯଦି କିଛି ସମସ୍ୟା ହବ, ମାନସିକ ହଉ ଶାରୀରିକ ହଉ ସମସ୍ୟା ହବ, ତାକୁ କିଏ ଭଲ କରିବ? କିନ୍ତୁ ଯେକୌଣସି ଡାକ୍ତର କେବଳ ଔଷଧ ଦିଅନ୍ତିନି, ସେ ଦିଅନ୍ତି ଗୋଟେ ଲୋକଟା ମନରେ ଆଶା ଯେ ନାଇଁ ଏ ଭଲ ହେଇପାରିବ। ଆଉ ଦେଖିବେ ଯୋଉ ଡାକ୍ତରଙ୍କ ପାଖକୁ ଲୋକଟାର କନଫିଡେନ୍ସ ଥିବ ତାରି ପାଖରେ ଦେଖିବେ ରୋଗଟା ଡେଫିନେଟଲି ଭଲ ହବ। କିନ୍ତୁ ମାନସିକ ଭାବେ ସେ ଷ୍ଟ୍ରଙ୍ଗ ରହିବ ଯେ ତାଙ୍କ ଉପରେ ଆଶା ରହିବ, ଯାହା ବି ଔଷଧ ଦିଅନ୍ତି ଭଲ ହେଇଯାଏ। ତେଣୁକରି ଜଣେ ଡାକ୍ତର ବି ନିଜର ମାନସିକତା ଏବଂ ଶାରୀରିକ ଭାବେ କେମିତି ଫିଟ ରହିବ ସେଟା ବି ଜାଣିବା ଦରକାର। କାରଣ ଯେକୌଣସି ସମସ୍ୟାର ମୁଖ୍ୟ କାରଣ ହେଲା ଆଗ ହେଲା ମାନସିକ ଚାପ। କାରଣ ଔଷଧ ତ ସବୁ ଲେଖିଦେବେ, ସବୁ ଯାକ ଔଷଧ ସହିତ ଯେତେବେଳେ ମାନସିକ ଅବସ୍ଥା ଯୋଉଟା ହଉଛି ଭାବନା, ଗୋଟେ ପଜିଟିଭ ଥିଙ୍କିଂ ଆଣିବାକୁ ପଡିବ। ସବୁବେଳେ ନିଜକୁ ଅନ୍ୟ ଜାଗାରେ ଦେଖିବା, ଡାକ୍ତର ମାନେ ବି ଦେଖିବା କଥା ଯେ ଏଇ ରୋଗୀ ଯୋଉ ଆସିଛି ତା ଜାଗାରେ କେମିତି ମୁଁ ଯଦି ରହିବି କଣ ହବ। ସେଇ ଜିନିଷଟା ସବୁ ଡାକ୍ତର ମାନେ ବୁଝନ୍ତି। ସେଠି ଆଜିର ବାର୍ତ୍ତା ହଉଛି ଅନ୍ୟ ଲୋକମାନେ ଯୋଉମାନେ ଆସନ୍ତି ସେମାନେ ବୁଝିବା କଥା ଯେ ଏଇ ଲୋକଟା ଡାକ୍ତର ବି ତ ସକାଳୁ ମନେକର ଖାଇନେଇ, ସେ ବି ତାର ସ୍ତ୍ରୀ ଥିବେ, ଫ୍ୟାମିଲି ଥିବେ, ପିଲା ଥିବେ, ତେଣୁ ସେ କେମିତି ନିଜର ପରିବାର ପ୍ରତି ଧ୍ୟାନ ଦବ, ନିଜେ ବି ଖାଇବା ପିଇବା ଠିକ କରିବ। ବହୁତ ସମୟରେ ଲୋକଙ୍କର ଯୋଉ ଆଶା ଥାଏ ଯେ ନାଇଁ ଏଇ ଲୋକଟି ବସିଛି, ଡାକ୍ତର ସ୍ଟେଥୋ ପକେଇ ବସିଛି, ପେନ୍ ଟା ଧରିଛି, ମାନେ ଏମିତି ହୁଏତ ଆମ ପାଇଁ ନିଶ୍ଚିତ ଭାବେ କଣ ଗୋଟେ କରିବ ଯେ ମୋର ସୁବିଧା ହବ। କିନ୍ତୁ ଆମେ ଯଦି ନିଜେ ଗୋଟେ ଭାବନ୍ତୁ, ଆପଣ ରୋଗୀ ଯାଇଛନ୍ତି, ଦେଖିବେ ନାଇଁ ଡାକ୍ତର ନିଜେ ମୁହଁ ଶୁଖେଇ ବସିଛି, ତାର ଆଗ କଣ ଦେହ ଖରାପ ହଉଛି, ସେଠି ଲୋକଟାকে ବି ମନ ଦୁଃଖ ଆସିବ। ବିଶେଷ କରି ଆଜିକାଲି ଦିନରେ ଦେଖିବେ ମାନେ ଯୋଉ ଗୋଟାରୁ ଗୋଟେ କଥା ହୁଏ, ଲୋକମାନେ ଯେମିତି ସୋସିଆଲ ମିଡିଆରେ ହୁଏ, ସେଇଟାକୁ ବେଶୀ ଲୋକଙ୍କୁ ବେଶୀ ଆଟ୍ରାକ୍ଟ କରେ ସେଇ ଜିନିଷଟା। କାରଣ ଯାହା ଆମେ ଆକୁ ଦେଖୁ ତାକୁ ହିଁ ଆମେ ଶିଖୁ, ଯୋଉଟାକୁ କୁହାଯାଏ ଲର୍ଣ୍ଣିଂ ଥିଓରି। ତେଣୁକରି ଯେକୌଣସି ଡାକ୍ତରଙ୍କୁ ଆପଣ ଦେଖୁଛନ୍ତି ଯେ ଜଣେ ଯଦି ଖରାପ ବୋଲି ଭାବିଦେଲା, ଗୋଟେ ଆଇଡିଆ ହେଇଥାଇପାରେ, ସେ ବି ଗୋଟେ ମଣିଷ। ମୁଁ କହିବି ପ୍ରାୟ 90% ଡାକ୍ତର ଭଲ, କିନ୍ତୁ କେତେବେଳେ ଯଦି କଣ ଗୋଟେ ଭୁଲଭାଲ ହେଇଗଲା ସେ ଲୋକମାନଙ୍କ ସବୁ ଆକ୍ଷେପ ରହିଯିବ, ନାଇଁ ସବୁ ଡାକ୍ତର ବୋଧେ ଖରାପ। ସେଇ ଭାବନାଟା ଲୋକମାନେ ନିଜ ପ୍ରତି ଆଣନ୍ତୁ ନାହିଁ। କୋଉ ଡାକ୍ତର କେବେ ଅନ୍ୟ ଲୋକଙ୍କ ପ୍ରତି ବା ଯେକୌଣସି ପେସେଣ୍ଟ ପ୍ରତି ନିଶ୍ଚିତ ଭାବେ ଇଏ ଯଦି ମୋ ଭାଇ ହେଇଥାନ୍ତା, ମା ହେଇଥାନ୍ତା, ଭଉଣୀ ହେଇଥାନ୍ତା, ମୁଁ ତାକୁ କେମିତି ବ୍ୟବହାର କରିଥାନ୍ତି, ସେଇ ଅନୁସାରେ ସେମାନେ ବ୍ୟବହାର କରନ୍ତି। ତେବେ ଆପଣ ଜଣେ ମାନସିକ ରୋଗ ବିଭାଗର ବିଶିଷ୍ଟ ଡାକ୍ତର, ତେବେ ନିହାତି ଭାବରେ ଦେଖୁଛନ୍ତି ବର୍ତ୍ତମାନ ସୋସାଇଟିରେ ଡାକ୍ତର କେତେ ଚାପଗ୍ରସ୍ତ ରହୁଛନ୍ତି। ଦୈନନ୍ଦିନ ରୋଗ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲାଣି, ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲାଣି। ଜଣେ ଡାକ୍ତର କେମିତି ଜଣେ ଦୈନନ୍ଦିନ ଜୀବନରେ ରହିବା ଆବଶ୍ୟକତା ରହିଛି? ଯୋଉ ଆଡଭାଇସ ଟା ଡାକ୍ତର ଅନ୍ୟ ଲୋକମାନଙ୍କୁ ଦିଅନ୍ତି ସେମିତି ରହିବା କଥା। ମାନେ ଆପଣଙ୍କ ଶୋଇବା, ଖାଇବା, ଏକ୍ସରସାଇଜ, ଏଇ ତିନିଟାକ ଜିନିଷ ରେଗୁଲାରଲି ଯେମିତି କରୁଛନ୍ତି ଅନ୍ୟ ଦିନ ବା ଅନ୍ୟମାନେ ଯେମିତି କରୁଛନ୍ତି ସେମିତି କରିବେ। ଠିକ ସମୟ ଆଟଲିଷ୍ଟ ରେଷ୍ଟ ନେବେ, ନିଜେ ଏକ ମାନସିକ ଭାବେ ବା ଶାରୀରିକ ଭାବେ ଫିଟ ରହିବେ। ସେଥିପାଇଁ ଟିକେ ମିନିମମ ଏକ୍ସରସାଇଜ କରିବେ, ଖାଇବା ପ୍ରତି ଧ୍ୟାନ ଦେବେ। ତାହେଲେ ଦେଖିବେ ଆପଣ ନିଜର ମନଟା ଯଦି ସବୁବେଳେ ଖୁସି ରହିବ, ଗୋଟେ ରୋଗୀଟେ ଯାଇଥିବ ଡାକ୍ତର ପାଖକୁ, ଦେଖିବ ହସ ହସ ମୁହଁ ହେଇକି ଧର ଅଛି, ସେ ଲୋକଟା ବି ତାର 50% ଭଲ ହେଇଯିବ। ମାନସିକ ସମସ୍ୟାଟା ଆପଣ ଭାବନ୍ତୁ, ଗୋଟେ ଶରୀରଟା ହଉଛି ଗୋଟେ ହାର୍ଡୱାର, କମ୍ପ୍ୟୁଟର ହାର୍ଡୱାର ଭଳିଆ, କିନ୍ତୁ ମାନସିକ ଅବସ୍ଥା ହଉଛି ସଫ୍ଟୱେର। ଯେମିତି ମନଟା, କାହିଁକିନା ଏଇଟା ବ୍ରେନ ଟା ଆମେ ଦେଖାଯାଉଛି, ସେଟା ହଉଛି ମନଟା। ମନଟା ସବୁବେଳେ ଯଦି ଆମର ଖୁସି ରହିବ, ଏଠି ଡାକ୍ତର ବି ସୁବିଧା ହବ, ତାର ଚାରିକଡ଼ ଯୋଉ ଫ୍ୟାମିଲି ମେମ୍ବର
ବାପା ମା ସ୍ତ୍ରୀ ପିଲା ଛୁଆ ସେମାନେ ଯଦି ଖୁସି ରହିବେ, ପରିବାରକୁ ସମୟ ଦେବେ, ନିଜ ବନ୍ଧୁ ମାନଙ୍କୁ ସମୟ ଦେବେ, ତାହେଲେ ଅନ୍ୟ ଲୋକମାନେ ଯୋଉ ସରାଉଣ୍ଡିଂ ଅଛନ୍ତି ସେମାନେ ବି ବହୁତ ଭଲ ରହିବେ। ଆଉ ଗୋଟେ ପ୍ରଶ୍ନ ରହିବ ଆପଣଙ୍କ ସାମ୍ନାରେ, ମାନସିକ ରୋଗ ତ ବର୍ତ୍ତମାନ ସମୟରେ ଗୋଟେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ସୋସାଇଟିରେ, ବିଶେଷ କରିକି ଯୁବ ଆଉ ବିଶେଷ କରିକି ପିଲାମାନେ ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସୁଦ୍ଧା ଏହି ମାନସିକ ରୋଗରେ ବେଶୀ ପୀଡ଼ିତ ହେବାର ସମୟ ବା ନଜର ରହୁଛି। ତେବେ ଏମିତି ଭାବୁଛନ୍ତି କଣ କାରଣ ରହୁଛି ବର୍ତ୍ତମାନ, ସୋସିଆଲ ମିଡିଆ ନା ମୋବାଇଲ ନା ଅନ୍ୟ କିଛି? ଆପଣ ଯୁବକ ମାନେ କହିଲେ ବହୁତ ସମୟରେ ଆପଣ ଆଜିକାଲି ଯୋଉ ସୋସିଆଲ ମିଡିଆ ଦେଖୁଥିବେ, ଆଗ ହଉଛି ଗୋଟେ ପ୍ରେମ ଯୋଗୁ ମର୍ଡର ସୁଇସାଇଡ ଏସବୁ ବେଶୀ ବଢିଗଲାଣି। ସେଥିପାଇଁ ପ୍ରେମଟା ପାଇଁ ଜଣେ ଦେଖିବେ ଲଭ୍ ଟ୍ରାୟାଙ୍ଗଲ ଭଳିଆ ମାନେ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ମିଶି କାହାକୁ ଗୋଟେ ହଇରାଣ କରୁଛନ୍ତି, କିମ୍ବା ଅନ୍ୟ ମାନେ ତାର ଯାହାକୁ ବାହା ହବ ସେ ଆଗ ନିଜେ ମାନସିକ ଭାବେ ଦ୍ୱନ୍ଦ୍ୱରେ ରହୁଛନ୍ତି। ଏଇଟା ଜାଣିବା କଥା, ପ୍ରେମଟା ବାରମ୍ବାର ହେଇପାରେ, ଏମିତି ନୁହେଁ ଯେ ଆଜି ଥରେ ପ୍ରେମ ହେଲା ପୁଣି ବ୍ରେକଅପ୍ ହବ ଆଉ ଥରେ ପ୍ରେମ ହବ। କିନ୍ତୁ ସେଥିପାଇଁ ଆକ୍ଷେପ କରି ଯଦି ଦି ଜଣ ମିଶିକିନା ଦେଖୁଛନ୍ତି ଆଉ ଜଣଙ୍କୁ ହଇରାଣ କରୁଛନ୍ତି, ସେଇଟା ଯଦି ଜଣକୁ ମାନେ ମର୍ଡର କରିଦେଲା କି ଗାଳି ଦେଲା, ସେଇଟାକୁ ଆଉ ରିଟର୍ନ କରିହବ ନାହିଁ। ଯେମିତି ମନର ଗୋଟେ ଶରୀର ଅଛି ଲଭ୍ ହରମୋନ, ସେଟା କୁହନ୍ତି ଅକ୍ସିଟୋସିନ ଭାସୋପ୍ରେସିନ, ଲଭ୍ ହରମୋନ। ସେଇଟା ଯାହା ସାଙ୍ଗେ ଯଦି ଜଣଙ୍କୁ ଭଲ ପାଇବା କିମ୍ବା ତାକୁ ଯଦି ପାଖରେ ରହିବା, ତାହେଲେ ଡେଫିନେଟଲି ଏଟା ବଢି ବଢି ଯିବ। ତେଣୁକରି ପ୍ରେମ ପାଇଁ ଦୟାକରି ଯୁବ ସମାଜ ଆଗ ଜାଣିବା କଥା ଯେ ଯେକୌଣସି ମାନେ ମାନସିକ ଚାପ ସବୁଟା ବଡ କୋଉଟା, ଯୋଉ ଜିନିଷଟା ମୁଁ ଚେଷ୍ଟା କରୁଛି ପାଇବାକୁ ମିଳିବନି, ସେଟା ପ୍ରେମ ହେଇଥାଇପାରେ, କାହା ପାଇଁ ଟଙ୍କା ହେଇପାରେ, କାହା ପାଇଁ ଚାକିରି ହେଇପାରେ। କିନ୍ତୁ ଏଇ ଜିନିଷଟା ଆଜି ସୁଖ ଅଛି କାଲି ଦୁଃଖ ଆସିବ, ସୁଖ ପରେ ଦୁଃଖ ଆସିବ। ତେଣୁ ସମସ୍ତେ ଜାଣିବା ଉଚିତ ଯେ ମୁଁ ଯଦି ଅନ୍ୟ ଜାଗାରେ ରହିବି, ଅନ୍ୟର ମିରର ନେଇକି ଦେଖିବି, ଅନ୍ୟର ଜୋତା ପିନ୍ଧିକି ଦେଖିବି ଯେ ସେ ଜୋତାରେ କେମିତି ସେ ଚାଲୁଛି, ତ ନିଜର ମାନସିକ ଚାପ ବହୁତ କମିଯିବ। ସୋସିଆଲ ମିଡିଆରେ ଦେଖନ୍ତୁ ଭଲ, ତାର ବହୁତ ଗୁଡା ପଜିଟିଭ ଆସ୍ପେକ୍ଟ ଅଛି, ତାକୁ ଦେଖି ଏନକରେଜ ହୁଅନ୍ତୁ। ଜେଲସି କରିକିନା ଯୋଉ କେତେ ଲାଇକ୍ ମିଳିଲା, କେତେ କମେଣ୍ଟସ ହେଲା, ସେଗୁଡା ଯଦି ନବା ମାନସିକ ଚାପ ବଢିବ, ବିଷାଦ ବଢୁଛି ଏବଂ ନିଶାସବନ ଆଜିକାଲି ବଢିବାର ମୁଖ୍ୟ କାରଣ ହେଲା ସେଇଟା। ସୋସିଆଲ ମିଡିଆ ରହିବା ଉଚିତ, କିନ୍ତୁ ତାକୁ ଆମେ ସବୁ ଜିନିଷର ଗୋଟେ ପଜିଟିଭ ଜିନିଷ ଅଛି, ସେ ପଜିଟିଭ ଜିନିଷଟାକୁ ବେଶୀ ଦେଖିବା। ଯୁବ ସମାଜ ହଉଛନ୍ତି ଗୋଟେ କଳା ଘୋଡା ଭଳିଆ, କଳା ଘୋଡା ଦୌଡ଼ ହେଇ ଦୌଡୁଥିବ, କିନ୍ତୁ ତାକୁ ଯଦି ଆମେ ଅଟକେଇଦବା, ବ୍ରେକ ମାରିଦବା, ଉଲଟିକି ପଡିବ। ତେଣୁ ଆମେ କାମରେ ତାକୁ ଟିକେ ଡିରେକ୍ସନ ଦେବା। ଯୁବ ସମାଜଙ୍କ ଏନର୍ଜି ଅଛି, ଯୋଉ ସେଇ ଏନର୍ଜିଟା ଠିକ ଜାଗାରେ ଯିବ, ସବୁ ସମାଜ ପାଇଁ ହିଁ ବହୁତ ଭଲ ଭାବେ ସେଟା ଗୋଟେ ଉଦାହରଣ ଭାବିବା। ଯଦି ଜଣେ ଆଫେକ୍ଟେଡ ହଉଛି ତାହେଲେ କଣ ସେ ସଙ୍ଗେ ସଙ୍ଗେ ଡକ୍ଟର ପ୍ରେସକ୍ରାଇବ କରିବା ଦରକାର ନା ଆଉ କିଛି ରହିବ ଅନ୍ୟ ଉପାୟ କିଛି? ଏଇଟା ଗୋଟେ ବଢିଆ ଇଣ୍ଟରେଷ୍ଟିଂ ଜିନିଷ ଜାଣିବା କଥା। ଜଣେ କୋଉ ଜାଗାରେ ଜଣେ ମାନସିକ ଡାକ୍ତରଙ୍କ ପାଖକୁ ଦେଖେଇବ, ଔଷଧ ଖାଇବ, କାଉନସିଲିଂ ନବ, ସମସ୍ତଙ୍କର କିଛି ନା କିଛି ଚାପ ରହିଛି। ଆପଣଙ୍କ ବି ମନ ଖୁସି ରହୁଥିବ, ଦୁଃଖ ରହୁଥିବ, କେତେବେଳେ ରାଗୁଥିବେ, ଚିଡୁଥିବେ, କିନ୍ତୁ କେତେବେଳେ ଆମେ କାଉନସିଲିଂ ସାହାଯ୍ୟ ନବା କି ଔଷଧ ସାହାଯ୍ୟ ଦେବା, ଯେତେବେଳେ ସୋସିଓ ଅକୁପେସନାଲ ଇମ୍ପାୱାରମେଣ୍ଟ ବା ସାମାଜିକ ବୃତ୍ତିଗତ ଜୀବନରେ ଯଦି ହ୍ୟାମ୍ପର ଘଟିବ, ମାନେ ମୁଁ ଏତେ ଟେନସନ ନଉଛି ଯେ ମୁଁ ଆଜି ବସିକି ପେସେଣ୍ଟ ଦେଖିପାରିବିନି, ଆପଣ ଡକିଲା ବେଳକୁ ଆପଣ କହିବେ ନାଇଁ ମୁଁ ଆଉ ଆଜି କାମକୁ ଯାଇପାରିବିନି, ତାହେଲେ କଣ ହେଲା? ଏଇଟା ଆପଣ ଅକୁପେସନ ବା ବୃତ୍ତିରେ ଇମ୍ପାୟାରମେଣ୍ଟ ହେଲା। ଗୋଟେ ଯୁବ ପିଲାଟେ ତା କାମ ହେଲା ପାଠ ପଢିବା, ପାଠ ପଢିବାରେ ଅସୁବିଧା ହଉଛି, କିମ୍ବା ସାମାଜିକ ଘରେ ବାପା ମା କାହାକୁ ସମୟ ଦେଇ ପାରୁନାହାନ୍ତି ବା ଇଚ୍ଛା ହଉନି କରିପାରୁନାହାନ୍ତି। ତେଣୁ ସାମାଜିକ ବୃତ୍ତିଗତ ଜୀବନ ଯଦି ହ୍ୟାମ୍ପର ହଉଛି, ଡେଫିନେଟଲି ଯାଇକିନା ଗୋଟେ କାଉନସିଲିଂ ବା ମେଡିସିନର ସାହାଯ୍ୟ ନେବା ଦରକାର। ତେବେ ପଛରେ ଗୋଟିଏ ପ୍ରଶ୍ନ ଆପଣଙ୍କୁ ରହିବ, ଯେହେତୁ ଡକ୍ଟର ଡେ ଆଜି ଅଛି ଆଉ ମାନସିକ ବିଭାଗର ଆପଣ ଜଣେ ବିଶିଷ୍ଟ ଡାକ୍ତର ରହିଛନ୍ତି, ତେବେ କଣ ରହିବ ଆପଣ ସୋସାଇଟି କୁ ପାଇଁ ଗୋଟେ ମେସେଜ ରହିବ, ଧରିତ୍ରୀ ପରିବାର ପାଇଁ, ଦର୍ଶକ ମାନଙ୍କ ପାଇଁ କେମିତି କଣ ରହିବ ଆପଣଙ୍କ ମେସେଜ? ଧରିତ୍ରୀ ପରିବାରକୁ ଆଗ ହଉଛି ବହୁତ ଧନ୍ୟବାଦ, ମାନେ ଡକ୍ଟର୍ସ ଡେ କୁ ପାଳନ କରୁଛନ୍ତି ଏବଂ ସେଥିପାଇଁ ବାର୍ତ୍ତା ନଉଛନ୍ତି। ଡାକ୍ତର ବି ଜଣେ ମଣିଷ, ତେଣୁକରି ଆପଣ ମାନେ ବି ସବୁ ମଣିଷ। ଏସବୁ ଗୋଟେ ଫୁଲ ଗୁନ୍ଥା ଭଳିଆ, ଜଣେ ଗୋଲାପ ଫୁଲ ହେଇପାରେ, ଜଣେ ଗେଣ୍ଡୁ ଫୁଲ ହେଇପାରେ, ଜଣେ ପତ୍ର ହେଇପାରେ, ସବୁ ଯାକ ମିଶିଲେ ହିଁ ଫୁଲ ଗଛଟେ ବହୁତ ସୁନ୍ଦର ଦେଖାଯିବ। କିନ୍ତୁ ଆପଣଙ୍କ ମିଡିଆର ବହୁତ ଗୋଟେ ବଡ ଭୂମିକା ରହିଛି। ଯେକୌଣସି ଲୋକ ଭଲ କରୁ ନେଗେଟିଭ କରୁ, ସେଇଟା ସମାଜ ଆଗକୁ ଆଣିବା, ସେଇଟା ହଉଛି ସମସ୍ତଙ୍କ ଦାୟିତ୍ୱ। ଆଉ ଯେତେବେଳେ ଦେଖିବା ଯେ କିଛି ଗୋଟେ ପ୍ରୋବ୍ଲେମ ହଉଛି, କାରଣ ଆଜି କାହାର କାହା ପାଖରେ ସମୟ ନାହିଁ, ଗୋଟେ ମିନିଟ ଯଦି ଶୁଣିଦେବା ଆମର ଚାପ କମିଯିବ। ଆପଣ ମାନେ ଯାହା ହଉ ଏମିତି
କରିକି ଲୋକମାନଙ୍କୁ ଆଗକୁ ଆଣିପାରୁଛନ୍ତି ଯେ ଗୋଟେ ଲୋକର କିଛି ଗୋଟେ ଟେନସନ ମାନସିକ ଚାପ ରହୁ କି ଶାରୀରିକ ପ୍ରୋବ୍ଲେମ ରହୁ ତାକୁ ଶୁଣୁଛନ୍ତି ବା ଲୋକଙ୍କୁ ନେଇ ଶୁଣଉଛନ୍ତି। ସେତିକି ସମୟଟା ଯଦି ସମସ୍ତେ ଟିକେ ଟିକେ ଦିଅନ୍ତେ ବା ସମାଜରେ କିଛି ଅସୁବିଧା ହୁଅନ୍ତା ନାହିଁ। ବହୁତ ବହୁତ ଧନ୍ୟବାଦ। ମୋ ସହିତ ରହିଥିଲେ ଡାକ୍ତର ସମ୍ରାଟ କର, ମାନସିକ ବିଭାଗର ବିଶିଷ୍ଟ ଡାକ୍ତର। ବର୍ତ୍ତମାନ ସମୟରେ ଗୋଟେ ଚିନ୍ତାଜନକ ପରିସ୍ଥିତି ଯୋଉଟା ଉପୁଜିଛି, ମାନସିକ ରୋଗ, ଯୁବପିଢି ହୁଅନ୍ତୁ, ଛାତ୍ରଛାତ୍ରୀ ହୁଅନ୍ତୁ, ସେମାନେ ମଧ୍ୟ ଏଥିରୁ ବାହାରି ପାରିବେ ଏବଂ ସୁସ୍ଥ ସମାଜ ଦିଗରେ ତାଙ୍କର ଯୋଉ ରହିଛି ତାଙ୍କର ଉପସ୍ଥିତିଟାକୁ ସେ ମଧ୍ୟ ଜାହିର କରିପାରିବେ ଯଦି ସିଏ ଏହାକୁ ସଠିକ ଢଙ୍ଗରେ ବ୍ୟବହାର କରିପାରିବେ, ସୋସିଆଲ ମିଡିଆକୁ କିମ୍ବା ନିଜର ଜୀବନ ଶୈଳୀକୁ। କଟକରୁ ପ୍ରଭୁ କଲ୍ୟାଣ ପାଲ, ଧରିତ୍ରୀ ଲାଇଭ। ଏହି ଭିडियोटी आपंक केमिति लागिला कमेंट करि जणांतु। धरित्री लाइव रो यूट्यूब एवं फेसबुक चैनल को सब्सक्राइब करंतु। अधिक खबर पई लॉगिन करंतु www.dharitri.com।